ପିଲାମାନେ ଆଜି ଭିଡ଼ିଓରେ ସୁନ୍ଦର ରଚନାଟିଏ ଲେଖିବା ଯାହାର ନାମ ହେଉଛି ସଡ଼କ ସୁରକ୍ଷା ଜୀବନ ରକ୍ଷା। ତା ପୂର୍ବରୁ ଚ୍ୟାନେଲ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବ। ସୁରକ୍ଷା ପ୍ରତି ଦିଏ ଯେ ଧ୍ୟାନ ତାହାର ହୁଏ ଦୀର୍ଘ ଜୀବନ। ଶୁଣ ହେ ସଭିଏଁ ଭଉଣୀ ଭାଇ ସୁରକ୍ଷା ମନ୍ତ୍ରକୁ ଭୁଲିବ ନାହିଁ। କ୍ରମ ପୃଥିବୀରେ ଜନସଂଖ୍ୟା ଯେପରି ଦ୍ରୁତ ଗତିରେ ବଢ଼ୁଛି, ମଣିଷର ଗାଡ଼ି ମୋଟର ଯାନବାହନ ଚାହିଦା ମଧ୍ୟ ଠିକ୍ ସେହିପରି ବୃଦ୍ଧି ହେଉଛି। ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ଲୋକ ନିଜର କର୍ମସ୍ଥଳକୁ ଚଞ୍ଚଳ ପହଞ୍ଚିବା ପାଇଁ ତତ୍ପର ହେଉଛନ୍ତି। ଶୀଘ୍ର ପହଞ୍ଚିବା ଲକ୍ଷ୍ୟ ନେଇ କେହି କେହି ସଡ଼କ ଓ ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରିବା ବେଳେ କେହି ଉପଯୁକ୍ତ ମାର୍ଗଦର୍ଶନକାର ଅଭାବ ଯୋଗୁଁ ଏହି ନିୟମକୁ ଉଲ୍ଲଂଘନ କରୁଛନ୍ତି। ଫଳରେ ଆଜିର ଯୁଗରେ ସଡ଼କ ଦୁର୍ଘଟଣାର ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଆମେ ଯଦି ସଡ଼କ ସୁରକ୍ଷା ନିୟମର ଉଲ୍ଲଂଘନ କରି ଚଳୁଥିବା ତେବେ ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରିପାରିବା ନାହିଁ। ଏଣୁ ସମସ୍ତେ ସଡ଼କ ସୁରକ୍ଷା ପ୍ରତି ସଚେତନ ରହି ଏହାକୁ ଠିକ୍ ଭାବରେ ପାଳନ କରିବା ଅପରିହାର୍ଯ୍ୟ ଅଟେ। ସଡ଼କ ଦୁର୍ଘଟଣାର କାରଣ। ଆଜିକାଲି ବହୁ ସଂଖ୍ୟାରେ ଗାଡ଼ି ମୋଟର ଯାତାୟାତ କରୁଛି, ମାତ୍ର ନାନା ପ୍ରକାର କାରଣ ନିମନ୍ତେ ସଡ଼କ ଉପରେ ଜୀବନକୁ ସୁରକ୍ଷା ଦିଆଯାଇ ପାରୁନାହିଁ। ସଡ଼କରେ ଘଟୁଥିବା ଦୁର୍ଘଟଣା ଗୁଡ଼ିକର କାରଣ ହେଉଛି: 1ରେ ଦ୍ରୁତ ଗତିରେ ଗାଡ଼ି ଚଳାଇବା, 2 ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରିବା, 3ରେ ସଡ଼କର ଅବସ୍ଥା ଖରାପ ଥିବା, 4 ଅପରିପକ୍ଷ ଡ୍ରାଇଭର ମାନଙ୍କର ଗାଡ଼ି ଚାଳନ, 5 ଟ୍ରାଫିକ୍ ନିୟମ ବିଷୟରେ ଜ୍ଞାନର ଅଭାବ, 6 ମାଦକ ସେବନ କରି ଗାଡ଼ି ଚଳାଇବା, 7 ହେଲମେଟ୍ ନ ପିନ୍ଧି ଗାଡ଼ି ଚଳାଇବା, 8 ଗାଡ଼ି ଚଳାଉଥିବା ବେଳେ ମୋବାଇଲରେ କଥା ହେବା, 9ରେ ଜନସାଧାରଣ ଯାନବାହନ ଚଳାଇବା ସମୟରେ ଅସାବଧାନତା ଅବଲମ୍ବନ କରିବା। ସଡ଼କ ଦୁର୍ଘଟଣାର ନିରାକରଣ। ସଡ଼କ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ କେତେକ ନିର୍ଦ୍ଦେଶାବଳୀ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ସେଗୁଡ଼ିକ ଯଥାକ୍ରମେ: 1ରେ ଆବଶ୍ୟକ ଠାରୁ ଅଧିକ ବେଗରେ ଗାଡ଼ି ଚଳାଇବା ନାହିଁ, 2ରେ ରାସ୍ତାର ବାମ ପାର୍ଶ୍ୱରେ ଯିବା, 3ରେ ଗାଡ଼ି ଚଳାଇବା ସମୟରେ ହେଲମେଟ୍ ଓ ସିଟ୍ ବେଲ୍ଟର ବ୍ୟବହାର କରିବା, 4 ଟ୍ରାଫିକ୍ ସଂକେତ ପ୍ରତି ଧ୍ୟାନ ଦେବା ଆବଶ୍ୟକ, 5 ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନର ବ୍ୟବହାର କରିବା ନାହିଁ, 6 ଗାଡ଼ି ଚଳାଇବା ପୂର୍ବରୁ ଗାଡ଼ିର ସମସ୍ତ ଯାନ୍ତ୍ରିକ ତ୍ରୁଟିକୁ ଯାଞ୍ଚ କରିବା, 7 ନିଶା ସେବନ କରି ଗାଡ଼ି ଚଳାଇବା ଉଚିତ ନୁହେଁ। ଏହି ସବୁ ସତର୍କତା ଓ ନିୟମ ମାନି ଗାଡ଼ି ଚଳାଇବା ଦ୍ୱାରା ସଡ଼କ ଦୁର୍ଘଟଣାର ମାତ୍ରା କମିଯାଇ ପାରିବ। ଏଣୁ ଏଥିପ୍ରତି ଆମେ ସର୍ବଦା ଧ୍ୟାନ ଦେବା ସହ ସମସ୍ତଙ୍କୁ ଏହା ପ୍ରତି ସାବଧାନ କରାଇବା ଉଚିତ। ଶେଷ କଥା ବା ଉପସଂହାର। ଏଣୁ କଥାରେ ଅଛି, ସଡ଼କ ସୁରକ୍ଷା ଜୀବନ ରକ୍ଷା। ସଡ଼କ ସୁରକ୍ଷିତ ରହିଲେ ଜୀବନ ରକ୍ଷା ପାଇବ, ନଚେତ୍ ମନୁଷ୍ୟ ତାର ଜୀବନକୁ କେତେବେଳେ ଯେ ହରାଇ ବସିବ ତାର କୌଣସି ଠିକ୍ ଠିକଣା ନାହିଁ। ଏଥିପାଇଁ ପ୍ରାୟ ସମସ୍ତ ଦେଶରେ ସଡ଼କ ସୁରକ୍ଷା ନିମିତ୍ତ ପ୍ରତିବର୍ଷ ପଦକ୍ଷେପ ନିଆଯାଉଛି ଓ ଦଣ୍ଡ ବିଧାନର ଦିନକୁ ଦିନ ପରିବର୍ତ୍ତନ କରାଯାଉଛି। ପିଲାମାନେ ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବ।